ସର୍ବପ୍ରଥମ ସେଇ ପରମ କାରୁଣିକ ଦୟାଳୁ ପ୍ରଭୁଙ୍କୁ ତିନିଥର ତାଙ୍କର ମୁଖ୍ୟ ନାମ ଓମରେ ଆମେ ଆବାହନ କରିବା। ଓ ପ୍ରଭୁ ପ୍ରାପ୍ତି ସେଇ ଗୋଟିଏ ଲକ୍ଷ୍ୟ ଆମ ସମସ୍ତଙ୍କ। ପ୍ରଭୁ ପ୍ରାପ୍ତି ବା ମୋକ୍ଷ ସ୍ଥିତି ସେଇଟା ବୃତ୍ତି ନିରୋଧ କଲେ ଆସିବ। ସେଇଟା ଆମେ ଜାଣିଲେ। ବୃତ୍ତି ନିରୋଧ କଲେ ଆମର ବୃତ୍ତି ନିରୋଧ ସଂସ୍କାର ପଡ଼ିବ। ଅନ୍ୟଥା ସଂସାରର ସଂସ୍କାର ପଡ଼ି ଚାଲିଛି। ତ ଏମିତି ଭାବରେ ଦିଟା ଯାକ ସଂସ୍କାର ଭିତରେ ଯୋଉ ସଂସ୍କାର ଅଧିକ ହେବ ସାଧକ ସେପଟେ ଚେଷ୍ଟିତ ହେଇଯିବ। ଆମର ଯୋଉ ଲାଗେ କି ମୁଁ ନ ଚାହିଁଲେ ବି ଏମିତି କରି ହେଇଯାଉଛି, ତାର ମୁଖ୍ୟ କାରଣ କି ଆମର ସଂସ୍କାର ସେମିତି ହିଁ ଅଛି। ଆମେ ବାଧ୍ୟ ହେଇଗଲା ଭଳି ବେଳେ ବେଳେ ଆମକୁ ଅନୁଭବ ହଉଛି। ଆମକୁ ଲାଗୁଛି କି ମନଟା ଗୋଟିଏ ଚେତନ ଭଳି। ମୁଁ ଚାହୁଁନି ସେଇ ବିଷୟରେ ଭାବିବା ପାଇଁ, ଆଉ ସେଇଟା ମୋତେ ଟାଣି ନଉଛି। ଏଇଟା ଆମର ସଂସ୍କାର ଆଉ ଆମର ବୁଦ୍ଧି ଭିତରେ ଯୋଉ ଟଣା ଓଟରା ସେଇଟା। ଯଦି ବୁଦ୍ଧିପୂର୍ବକ ଆମେ ସେଇ ସଂସ୍କାରର ବିରୁଦ୍ଧରେ ଛିଡ଼ା ହେଇପାରିବା, ତାହେଲେ ପୁଣି ଆମେ ଜାଣିପାରିବା କି ନା, ମୁଁ ହିଁ ସେପଟେ ଯାଉଛି। ମୋତେ କ୍ରୋଧ ଲାଗିଯାଉଛି। ଏଇ ଯୋଉ କ୍ରୋଧ ଲାଗିଯିବାଟା ମନର କର୍ମ ନୁହେଁ। କ୍ରୋଧ ଲାଗିଯିବାଟା ଆମ ଆତ୍ମାର ସ୍ଥିତି। ଆତ୍ମା ବୁଦ୍ଧି ଅନୁସାରେ ଭାବୁଛି କି ମୁଁ କ୍ରୋଧ କଲେ ସୁଖୀ ହେବି। ଏଇ ପରିସ୍ଥିତିରେ ମୋତେ କ୍ରୋଧ କରିବା ଦରକାର। ଏମିତି ପରିସ୍ଥିତି ନହେଲେ ବାର ବାର ହେବ। ଆଦି ଆଦି। ସେ କିଛି ବି ହଉ, ସିଏ ହିଁ ନିର୍ଣ୍ଣୟ ନଉଛି, ଆଉ ସିଏ ସେଇ ଗଲତ ସଂସ୍କାରକୁ ବଢ଼େଇ ଦଉଛି। ତାପରେ ପୁଣି ସେଇ ଗଲତ ସଂସ୍କାରଟା ତାକୁ ଆହୁରି ଟାଣୁଛି। ଆଉ ଥରେ କ୍ରୋଧ କର। ପୁଣି ପରିସ୍ଥିତି ଯଦି ଆସିଗଲା, ଅନୁକୂଳ ହେଇଗଲେ ପୁଣି କ୍ରୋଧ କରିଦଉଛି। ଏଇ ଯୋଉ ପରିସ୍ଥିତିଟା ଏବେ କୁହା ହେଲା, ସେତେବେଳେ ବିତର୍କ ଭାବନେ ପ୍ରତିପକ୍ଷ ଭାବନମ୍ ବୋଲି କୁହାହେଇଛି। ଯେତେବେଳେ ଆମକୁ ବିତର୍କ ବାଧା ଦେବ ବା ଗଲତ ସଂସ୍କାର, ମନ୍ଦ ସଂସ୍କାର ଆମକୁ ଉସ୍କେଇବ, ଆମକୁ ଇସାରା କରିବ କି ତୁ ଏମିତି କରିଦେ, ସେତେବେଳେ ଆମେ ଭାବନା କରିବାକୁ ପଡ଼ିବ। ଭାବନାରେ ସେଇ ବିତର୍କର ବିପରୀତ ବିଷୟ ଗୁଡ଼ାକ ଆମେ ଜାଣିବାକୁ ପଡ଼ିବ, କହିବାକୁ ପଡ଼ିବ ନିଜେ ନିଜକୁ, ନା ମୁଁ ଯଦି ଏଇ ବିତର୍କକୁ ଉଠେଇଦେଲି, ୟମ ନିୟମ ବିରୁଦ୍ଧାଚରଣ କରିଦେଲି, ତାହେଲେ ଅନନ୍ତ ଅଜ୍ଞାନ ଆଉ ଅନନ୍ତ ଫଳ। ଅନନ୍ତ ଅଜ୍ଞାନର ଅର୍ଥ ହେଲା
ସେଇଟା ଅନନ୍ତ ସାଇକେଲ ହେଇ ଚାଲିବ। କ୍ରୋଧ କଲି, ସଂସ୍କାର ପଡ଼ିଲା, ପୁଣି ପରିବେଶ ଆସିଲା, ପରିବେଶ ଆସିଲା ପରେ ପୁଣି କ୍ରୋଧ କଲି, ସେଇ କ୍ରୋଧର ସଂସ୍କାର ବଢ଼େଇ ଚାଲିଲି, ପୁଣି ପରିସ୍ଥିତି ଆସିଲେ ପୁଣି କ୍ରୋଧ କଲି। ଏଇଟା ଗୋଟେ ସାଇକେଲ ହେଇଗଲା। କର୍ମ, ସଂସ୍କାର, ଫଳ। ସଂସ୍କାର, ପୁଣି କର୍ମ, ସଂସ୍କାର, ଫଳ, କର୍ମ, ସଂସ୍କାର, ଫଳ, ଏମିତି ହିସାବରେ ଆମର ଚାଲିଥିବ। ଅନନ୍ତ ସାଇକେଲ ଏଇଟା। ଏଇ ସାଇକେଲରେ ନିଜେ ତାର ମାନେ ବୁଦ୍ଧିପୂର୍ବକ ଇଣ୍ଟରଭେନ୍ କରିବାକୁ ପଡ଼ିବ। କେମିତି କରିବେ? ସେତେବେଳେ ଚିନ୍ତନ କରିବେ କି ନା, ଯଦି ଭୁଲଟା କଲି, ଏଇଟା ଥରେରେ ରୋକିବ ନାହିଁ, ବନ୍ଦ ହେବ ନାହିଁ। ଭୁଲ କଲା ମାତ୍ରକେ ମୋର ଏଇ ଭୁଲ ବାର ବାର ମୋତେ ସେଇ ଭୁଲ କରିବାକୁ ବାଧ୍ୟ କରିବ। ଆଉ ସେଇ ଭୁଲ କରି କରି ମୁଁ ତାର କ୍ରୀତଦାସ ହେଇଯିବି। ମୋର ଯେଉଁ ସ୍ୱାଧୀନତା ଆଉ ରହିବନି। ମୁଁ ଯେଉଁ ନିଜେ ଗୋଟେ ସ୍ୱତନ୍ତ୍ର ଆତ୍ମା, ନିଜର ସଫଳତାକୁ ଏଇଥିରେ ବନ୍ଧା ପକେଇଦେଲି। ନା, ମୁଁ ଏଇ ଅନନ୍ତ ଅଜ୍ଞାନରେ ଫସିବି ନାହିଁ। କାରଣ ବାର ବାର ସେଇ କର୍ମ, ସେଇ ଫଳ, ପୁଣି କର୍ମ, ପୁଣି ଫଳ, ଏମିତି ଭାବରେ ନିଜର ଚିନ୍ତନ କଲେ ସେଇ ମୁହୂର୍ତ୍ତଟା କଟିଯିବ। ତା ବାହାରେ ଆଗରୁ ବି ଚିନ୍ତନ କରାଯାଇଥାଏ। ଏମିତି ଫଳ ଆସିବ, ଏମିତି ପରିସ୍ଥିତି ଆସିବ, ଆଉ ସେଇ ପରିସ୍ଥିତିରେ ମୁଁ ଏମିତି ବ୍ୟବହାର କରିବି। ଯଦି କ୍ରୋଧ ଆସୁଛି, ନା, ମୁଁ କ୍ରୋଧ କରିବିନି, ମୁଁ ଶାନ୍ତ ରହିବି। ଏମିତି ଭାବରେ ପୂର୍ବରୁ ପ୍ରିପାରେସନ୍ କରିଦିଆ ହେଇଥାଏ। ସେଇ ପରିସ୍ଥିତି ଆସିଲେ ସେଇ ପ୍ରିପେୟାର୍ଡ ହେଇଥିବାରୁ, ଆଗରୁ ଚିନ୍ତନ और ନିର୍ଦ୍ଧାରିତ କରିଦେଇଥିବାରୁ ଆମେ ସେଇଥିରେ ନିଜର ଇଚ୍ଛାକୁ ପ୍ରୟୋଗ କରିଦେଉ। ନା, ମୋର ଇଚ୍ଛା କି ଏବେ କ୍ରୋଧ କରିବି ନାହିଁ। ଏଇଟା ଯେମିତି କେବଳ କ୍ରୋଧ ବିଷୟରେ ରହିଲା, ସେମିତି ମନରେ ଅନ୍ୟ ଅନେକ ସଂସ୍କାର ଅଛି। ବହୁତ କୋଟି କୋଟି ଜନ୍ମର ସଂସ୍କାର ଦବିକିନା ଅଛି। ଆଉ କେତେବେଳେ ଆମର ଯେତେବେଳେ ପରିବେଶ ପରିସ୍ଥିତି ଆସିଯାଏ, ସେଇଟା ଆମକୁ ଉଭାରି ଦିଏ। ଏତେ ଜାଣିବାକୁ ପଡ଼ିବ। ଆମେ ଏଇ ଯେଉଁ ବୃତ୍ତି ନିରୋଧ କରୁଛୁ, ଏଇ ବୃତ୍ତି ନିରୋଧ ପାଇଁ ଯେଉଁ ଚେଷ୍ଟା କରୁଛୁ, ସେଇଟା ଗୋଟେ ସଂସ୍କାର ପୁଣି ପଡ଼ିବ। ଏପଟେ ସାଂସାରିକ ସଂସ୍କାର, ଅନ୍ୟ ବିଷୟ ଗୁଡ଼ାକ ଅଛି, ଯେଉଁଟାକି ସଂସାରର ସଂସ୍କାର ମନରେ ସଞ୍ଚିତ ହେଇ ଚାଲିଛି। ଆଉ ଓଲଟା ପଟେ ଆମ ଆଧ୍ୟାତ୍ମିକ ସଂସ୍କାର ବା ଏଇ ବୃତ୍ତି ନିରୋଧ ସଂସ୍କାର, ଏଇ ଦୁଇଟା ଯାକ ସଂସ୍କାରର ଲଢ଼େଇ ହେବ। ଆଉ ତାକୁ କୁହାହେଇଛି ତଜ୍ଜ ସଂସ୍କାର ଅନ୍ୟ ସଂସ୍କାର ପ୍ରତିବନ୍ଧୀ। ଏଇ ଯେଉଁ ବୃତ୍ତି ନିରୋଧର ସଂସ୍କାର ଅନ୍ୟ ସବୁ ସାଂସାରିକ ସଂସ୍କାରର ପ୍ରତିବନ୍ଧୀ। ଓଲଟା ସେମାନେ କମ୍ପିଟିସନ୍ କରିବେ। ସାଂସାରିକ ସଂସ୍କାର ଓଲଟା ଦିଗରେ ଆପଣଙ୍କୁ ଟାଣିବ, ଆଉ ବୃତ୍ତି ନିରୋଧ ସଂସ୍କାର ଅଲଗା ଦିଗରେ। ଏମିତି ଭାବରେ ତାଙ୍କ ଭିତରେ ବିରୁଦ୍ଧାଚରଣ ହେଇ ଯଦି ଆମେ ଢଳିଯିବା ବୃତ୍ତି ନିରୋଧ ସଂସ୍କାରକୁ, ତାହେଲେ ଆମର ପତନ ଆଉ ହବ ନାହିଁ। ଆଉ ଏଇ ବୃତ୍ତି ନିରୋଧ କରିବା ପୂର୍ବରୁ ଏକାଗ୍ରତାର ସଂସ୍କାର ଗୋଟିଏ ଅଛି, ଯେଉଁଟାକି ଅସମ୍ପ୍ରଜ୍ଞାତ ସମାଧିର ପୂର୍ବରୁ ସମ୍ପ୍ରଜ୍ଞାତ ସମାଧିର ସ୍ଥିତି। ସେଇ ସ୍ଥିତିରେ ଆମେ ଏକାଗ୍ରତାର ସଂସ୍କାର ଏକଠା କରିଥାଉ। ଆଉ ସେଇ ସ୍ଥିତିରେ ପ୍ରବଳ ଖୁସି ଲାଗିଥାଏ। ମୁଁ ଆଗରୁ କହିଛି, ସତ୍ୱପ୍ରଧାନ ମନ ହେଇଥିବାରୁ
ସେଇ ସାଧକ ଭିତରେ ଭିତରେ କୁରୁଳି ଯାଏ। ବହୁତ ଖୁସି ଲାଗିବ। ପୁଣି ଯେତେବେଳେ ସେଇ ସଂସ୍କାର ସେଇ ସ୍ଥିତିଟା ବନ୍ଦ ହେଇଯିବ, ସେତେବେଳେ ତାକୁ ଆଉ ସୁଖ ଅନୁଭୂତି ହୁଏନି। ଏମିତି ଭାବରେ ଅଭ୍ୟାସ ଆଉ ବୈରାଗ୍ୟ ଦ୍ୱାରା ବୃତ୍ତି ନିରୋଧ କଲେ ଆମର ସେଇ ଲାଭ ହେବାର ଅଛି। ଏବେ ଟିକିଏ ଆଗକୁ ଆମେ ଯିବା। ବୈରାଗ୍ୟ ବିଷୟରେ କଥା ହେଲେ। 3ଟା ଏପିସୋଡରେ ଆମେ ଅଭ୍ୟାସ ବିଷୟରେ କଥା ହେଲେ। ଏବେ ବୈରାଗ୍ୟର ଆରମ୍ଭ ହେଲା ଗତକାଲି। ବୈରାଗ୍ୟ ଏଇଟା ତଳ ବୈରାଗ୍ୟ ବା ଏଇ ଯୋଉ ସାଂସାରିକ ପଞ୍ଚେନ୍ଦ୍ରିୟ ଗ୍ରାହ୍ୟ ବିଷୟକ ବୈରାଗ୍ୟ। ଏଇ ଯୋଉ ପଞ୍ଚେନ୍ଦ୍ରିୟ ଗ୍ରାହ୍ୟ ଦ୍ରବ୍ୟ ବିଷୟରେ ଆମେ ଅନୁଭବ କରୁଥିବା ସୁଖ ବିଷୟକ ବୈରାଗ୍ୟ। ଏଇ ଯୋଉ ସୁଖଟା ଏଇଟା ଦି ପ୍ରକାରର କାଲି କହିଥିଲି। ଗୋଟେ ଦୃଷ୍ଟ ଆଉ ଗୋଟେ ଅନୁଶ୍ରବିକ। ଯୋଉଟା ଅନୁଭବ କରିଦେଇଛନ୍ତି ସେଇଟା ଆପଣଙ୍କ ପାଇଁ ଦୃଷ୍ଟ ସୁଖ। ଆଉ ଯୋଉଟା ଆପଣ ଶୁଣିଛନ୍ତି କିନ୍ତୁ ଅନୁଭବ କରିନାହାନ୍ତି ସେଇଟା ଅନୁଶ୍ରବିକ ସୁଖ। ଏଇ ଦି ପ୍ରକାରର ସୁଖ ଆପଣଙ୍କୁ ଆକର୍ଷିତ କରି ନ ପାରୁଥିବା ସ୍ଥିତିଟା ଆପଣଙ୍କର ବୈରାଗ୍ୟ। ଏଇ ବୈରାଗ୍ୟ ବିଷୟରେ ଅନେକ କଥା ଆପଣମାନେ ଶୁଣିଥିବେ। ଅନେକ ରାଜା ମହାରାଜା କେତେ ଧନୀ ସେମାନେ ତାଙ୍କର ସମୃଦ୍ଧ କେତେ ରାଜ୍ୟର ସବୁଯାକ ଛାଡ଼ି ଦେଇଥାନ୍ତି। କାହିଁକି ନା ବୈରାଗ୍ୟର ସୁଖଟା ଏଇ ସାଂସାରିକ ସୁଖର 1000 ଗୁଣ। ଯଦି ବୈରାଗ୍ୟ ଆମ ମନରେ ଆସିଗଲା, ଆମର 5ଟା ରଶି ଯୋଉମାନେ ଆମକୁ ବାନ୍ଧିକିନା ରଖିଥାନ୍ତି ସେଇ 5ଟା ରଶିକୁ କଟିଯାଏ। ସେଇ 5ଟା ରଶି କଟିଗଲେ ଆମେ ଯୋଉ ସ୍ୱତନ୍ତ୍ରତା ଅନୁଭବ କରୁ ସେଇ ସ୍ୱତନ୍ତ୍ରତା ଆମକୁ ପରାଧୀନତା ଯୋଉ 5ଟି ରଶିର ତାର ତୁଳନାତ୍ମକ ସୁଖକୁ ଆମକୁ ଅନୁଭୂତ କରାଇ ଦିଏ। ସେଥିପାଇଁ ବୈରାଗୀ ଆଉ ପଛକୁ ଫେରେନି। ସେ ଜାଣିପାରେ କି ହଁ, ସଂସାରରେ ମୁଁ ବନ୍ଧନରେ ଥିଲି ଆଉ ବର୍ତ୍ତମାନ ମୁଁ ସଂସାରର ପଞ୍ଚେନ୍ଦ୍ରିୟ ସୁଖରୁ ନିଜକୁ ମୁକ୍ତ କରିଦେଇଛି। ତ ଏତେ ଉଜ୍ଜଳ ଏତେ ଜ୍ଞାନର ଗୋଟିଏ ପରାକାଷ୍ଠାର ସ୍ଥିତି ବୈରାଗ୍ୟ ବୋଲି ଆମେ ଜାଣିବା। ଘର ଛାଡ଼ିଦେବା, ଯୋଉଠିକି ବି ଯିବା ସେଇ ସଂସାର ମୁଣ୍ଡେଇକିନା ଯିବା। ଆଉ ଘରେ ଥିବା ଆଉ ଏଇ ଯୋଉ ଇନ୍ଦ୍ରିୟ ସୁଖ ଆମକୁ ଆଉ ଆକର୍ଷିତ କରିପାରୁନି, ତାହେଲେ ଆମେ ଅନୁଭବ କରିପାରିବା କି ହଁ, ଏଇଟା ବୈରାଗ୍ୟ। ଘରେ ଥିବା କିମ୍ବା ଘରେ ନଥିବା 2ଟା ଯାକ ସ୍ଥିତିରେ ବୈରାଗ୍ୟ ହେଇପାରିବ। ଆଉ ଏଇ ଯୋଉ ସ୍ଥିତିଟା ଏଇଟା ଆମର ଆଧ୍ୟାତ୍ମିକ ଜୀବନର ପ୍ରଥମ ପାବଚ୍ଛ। କାହିଁକି ନା 2ଟା ସାଧନ ବିଷୟରେ ଚର୍ଚ୍ଚା ହେଇଛି, ଅଭ୍ୟାସ ଆଉ ବୈରାଗ୍ୟ। ଏଇ 2ଟି ସାଧନ ଥିବା ପର୍ଯ୍ୟନ୍ତ ଆମେ ଆଗକୁ ଯାଇପାରିବା। ଏଇଥିରୁ ଗୋଟିଏ ବି ସାଧନ ନାହିଁ ତ ଆମେ ନିରାଶ ହେଇଯିବା। ଯଦି ବୈରାଗ୍ୟ ଅଛି, ଅଭ୍ୟାସ ନାହିଁ, ଅଭ୍ୟାସ ଅଛି, ବୈରାଗ୍ୟ ନାହିଁ, ତାହେଲେ ଆମେ ଲକ୍ଷ୍ୟସ୍ଥଳ ପର୍ଯ୍ୟନ୍ତ ପହଞ୍ଚିବାର ସମ୍ଭବ ହବନି। 2ଟା ଯାକ ଦରକାର। 2ଟା ଯାକ ଆମ ମନ ଭିତରେ ଆମେ ସଂଗୃହୀତ କରିସାରିଲା ପରେ ତାପରେ ଆମର ଯାତ୍ରା ଆରମ୍ଭ ହୁଏ। ତ ଏବେ ଆଉ ଟିକେ ଆଗକୁ ଆମେ ଯିବା। ବୈରାଗ୍ୟର ପରେ ପୁଣି ଆମର ମନର ସ୍ଥିତି ଗୁଡ଼ାକ ସେଇଟା କୁହାହଉଛି। ମନର 5ଟି ସ୍ଥିତି ବିଷୟରେ ଆପଣମାନଙ୍କୁ ଆଗରୁ କୁହାହେଇଛି।
ଆପଣମାନଙ୍କ ଭିତରୁ କିଏ ଯଦି କହିପାରିବେ କୁହନ୍ତୁ, ମନର 5ଟି ସ୍ଥିତି କ'ଣ? ଆମ ମନ 5ଟି ସ୍ଥିତିରେ ରହିଥାଏ। କୁହନ୍ତୁ, କିଏ କହିପାରିବେ? ହଁ ହଁ, ସେଇଟା କୁହନ୍ତୁ, ବଢିଆ। କ୍ଷିପ୍ତ, ମୂଢ଼, ବିକ୍ଷିପ୍ତ, ତାପରେ କୁହନ୍ତୁ। କ୍ଷିପ୍ତ, ମୂଢ଼, ବିକ୍ଷିପ୍ତ, ଏକାଗ୍ର, ତାପରେ ନିରୋଧ ସ୍ଥିତି। ହେଲା, ତ ଏମିତି ଭାବରେ ଏକାଗ୍ର ସ୍ଥିତି ଆଉ ନିରୋଧ ସ୍ଥିତି, ଏଇ ଦିଟା ଯାକ ସାଂସାରିକ ନୁହନ୍ତି। ହେଲା, ଏକାଗ୍ର ସ୍ଥିତିଟା ବି ସମାଧି ସ୍ଥିତି ବା ଯୋଗ ସ୍ଥିତି, ଆଉ ନିରୁଦ୍ଧ ସ୍ଥିତିଟା ବି ଉଚ୍ଚତମ ଯୋଗ ସ୍ଥିତି। ଆଉ ଯୋଉ ତିନିଟା ହେଲା କ୍ଷିପ୍ତ, ମୂଢ଼, ବିକ୍ଷିପ୍ତ, ଏଇ ତିନିଟା ସ୍ଥିତିରେ ଆମେ ସାଧାରଣ ସଂସାରୀ ବ୍ୟକ୍ତିର ବ୍ୟବହାର ଆମେ କରିଥାଉ। ଏଇଥିରେ ଆମର ବ୍ୟବହାର ଚାଲିଥାଏ। ତ ଏଥିରୁ ଜଣାପଡ଼ୁଛି କି ଏଇ ଯୋଉ କ୍ଷିପ୍ତ, ମୂଢ଼, ବିକ୍ଷିପ୍ତ, ଏଇ ତିନୋଟି ପରିବର୍ତ୍ତନଶୀଳ ଆମ ମନରେ ଯୋଉ ଅନୁଭୂତି ଗୁଡ଼ାକ ଦଉଛି, ସେଇ ଅନୁଭୂତି ଗୁଡ଼ାକଠୁ ଏକାଗ୍ର ସ୍ଥିତି ଆଉ ନିରୁଦ୍ଧ ସ୍ଥିତି ଭିନ୍ନ ଅନୁଭୂତି ଆମକୁ ଦେବ। ଯେତେବେଳେ ଏକାଗ୍ର ହେଇଯିବା, ସେତେବେଳେ ସତ୍ୱପ୍ରଧାନ ମନକୁ ଆମେ ନିଜେ ନିଜ ମନକୁ ଭୋଗ କରିବା। ଭୋଗ କରିବା ଅର୍ଥ ଦର୍ଶନ କରିବା। ଦର୍ଶନ କରିବା ଅର୍ଥ ଦେଖିବା, ତାକୁ ସାକ୍ଷାତକାର କରିବା। ଆଉ ସେଇ ମନଟା ସତ୍ୱପ୍ରଧାନ, ଅଧିକ ସତ୍ୱ ଦ୍ୱାରା ବନା ହେଇଛି। ସେଥିପାଇଁ ସେ ଯୋଉ ଯୋଗୀକୁ ଯିଏ ମନକୁ ସିଏ ଦେଖିବା ଆରମ୍ଭ କରିଦେଲା, ମନକୁ ଯିଏ ଆଲମ୍ବନ ଭାବରେ ସମାଧିସ୍ଥ ହେବା ପାଇଁ ଚେଷ୍ଟା କରିଦେଲା, ମନ ବିଷୟରେ ଯିଏ ଧ୍ୟାନ କରୁଛି, ସେଇ କ୍ଷଣରେ ସିଏ ମନକୁ ଜାଣୁଛି, ସାକ୍ଷାତକାର କରୁଛି, ସେତେବେଳେ ସିଏ ସତ୍ୱପ୍ରଧାନ ସୁଖର ଅଧିକାରୀ ହେଇଥାଏ। ଏମିତି ଭାବରେ ମନର 4ଟା ସ୍ଥିତି ଆସେ। ମୋ ସାଥିରେ କହିବେ, ବିତର୍କ, ବିଚାର, ଆନନ୍ଦ, अस्मिता। अस्मिତା, ବିତର୍କ, ବିଚାର, ଆନନ୍ଦ ଆଉ अस्मिता, ଏଇଟା 4 ପ୍ରକାରର ସଂପ୍ରଜ୍ଞାତ ସମାଧିର ସ୍ଥିତି। ଏଇ ସଂପ୍ରଜ୍ଞାତ ସମାଧି ସ୍ଥିତି ପୂର୍ବରୁ ପ୍ରଥମରେ ତ କହିଦେଲାଣି କି ବୈରାଗ୍ୟର ଆବଶ୍ୟକତା ଅଛି। ତ ବୈରାଗ୍ୟ ହେବାରୁ ସାଂସାରିକ ବୃତ୍ତି ବନ୍ଦ ହେଇଯାଏ। ଯୋଗୀ ଚେଷ୍ଟା କରିବ, ଆଉ ସେଇ ଚେଷ୍ଟାରେ ସିଏ ତାର ନିଜ ମନରେ ଯୋଉ ଧ୍ୟାନ କରିବା ସମୟରେ କେବଳ ଧ୍ୟେୟ ବସ୍ତୁରେ ମନଟା ଲଗେଇବ, ସେ ସମର୍ଥ ହେଇଯାଏ। କାହିଁକି ନା ବୈରାଗ୍ୟ ଅଛି ତା ମନରେ। ବୈରାଗ୍ୟ ନଥାନ୍ତା ତାହେଲେ ଅନ୍ୟ ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଓ ସ୍ମୃତି, ଏଇ 6ଟି ଜାଗାରେ ତାର ମନଟା କ୍ଷିପ୍ତ, ମୂଢ଼, ବିକ୍ଷିପ୍ତ ହେଇକରି ଥାନ୍ତା। ତ ତାକୁ ଏବେ ବୈରାଗ୍ୟ ହେଇଯାଇଥିବାରୁ ସେ ତା ମନର ଅଧିକାର ପୂର୍ବକ ଗୋଟେ ସ୍ଥିତିକୁ ନେଇ ଆସୁଛି, ଆଉ ସେଇ ସ୍ଥିତିଟା ସତ୍ୱପ୍ରଧାନ ଅଛି। ସତ୍ୱପ୍ରଧାନ ହେଇଥିବାରୁ ସେ ସୁଖ ଭୋଗ କରୁଛି। ଏମିତି ଭାବରେ ଯୋଗୀକୁ ବହୁତ ସୁଖ ସଂପ୍ରଜ୍ଞାତ ସମାଧିର ବିତର୍କ, ବିଚାର, ଆନନ୍ଦ ଆଉ अस्मिता ଏଇଥିରେ ହେଇଥାଏ। ଆମେ ଆସ୍ତେ ଆସ୍ତେ ଏଇ 4 ପ୍ରକାରର ସ୍ଥିତିକୁ ଆସନ୍ତାକାଲି
ଆଉ ଆଗକୁ ଆମେ ଦେଖିବା। ଆଜି ପାଇଁ ଏତିକିରେ ରଖିଲେ ଭଲ ହେବ ଭଳି ମୋତେ ଲାଗୁଛି। ଏବେ ଶାନ୍ତି ପାଠ। ଓ शांति 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 सर्वेभ्यो नमः। समस्तंकु सादर नमस्ते।